କେବେ ଏମିତି ଲାଗିଛି କି ତୁମେ ହସୁଛ କିନ୍ତୁ ଭିତରେ ଭାଙ୍ଗି ଯାଇଛ? କେବେ ଏମିତି ଲାଗିଛି କି ସବୁ ଲୋକ ତୁମ ଚାରିପାଖରେ ଅଛନ୍ତି କିନ୍ତୁ ତୁମେ ଏକା? କେବେ ଏମିତି ହୋଇଛି କି ତୁମେ ଅନେକ ଚେଷ୍ଟା କରୁଛ କିନ୍ତୁ କିଛି ବି ଠିକ୍ ହେଉନାହିଁ? ଆଜିର ଏ ରାଇଡ୍ କୌଣସି ଫନ୍ ରାଇଡ୍ ନୁହେଁ, ନାହିଁ କୌଣସି ଟ୍ରାଭେଲ୍ ବ୍ଲଗ୍। ଆଜିର ଏ ରାସ୍ତା ଗୋଟେ କାହାଣୀ କହିବ, ଗୋଟେ ସେମିତି ପୁଅର କାହାଣୀ ଯିଏ ବାହାରୁ ଷ୍ଟ୍ରଙ୍ଗ ଦେଖାଯାଏ ସତ, କିନ୍ତୁ ଭିତରେ ସବୁକିଛି ହାରିଯାଇଛି। ସେ ପୁଅଟା ବି ତୁମ ମୋ ଭଳି ଥିଲା। ସେ ମଧ୍ୟ ହସୁଥିଲା, ମଜା କରୁଥିଲା, ସ୍ୱପ୍ନ ଦେଖୁଥିଲା। ସେ ଭାବୁଥିଲା ଗୋଟେ ଦିନ ସେ କିଛି ବଡ଼ କରିବ, ପରିବାରକୁ ଖୁସି ଦେବ, ନିଜ ପାଇଁ ଗୋଟେ ଭଲ ଜୀବନ ତିଆରି କରିବ। କିନ୍ତୁ ଜୀବନ ହଠାତ୍ ବଦଳିଗଲା। ପ୍ରଥମେ ତାର ସ୍ୱପ୍ନ ଭାଙ୍ଗିଥିଲା, ଯାହା ପାଇଁ ସେ ରାତିରେ ନିଦ ଛାଡ଼ି ଦେଇଥିଲା ସେଇଟା ହଠାତ୍ ହାତରୁ ସ୍ଲିପ୍ ହୋଇଗଲା। ତାପରେ ଲୋକମାନେ ବଦଳିଗଲେ। ଯେଉଁମାନେ କହୁଥିଲେ ମୁଁ ସବୁବେଳେ ତୋ ସହିତ ଅଛି, ସେମାନେ ଆଜି ମେସେଜ ବି ଦେଖି ରିପ୍ଲାଏ କରୁନାହାନ୍ତି। କେହି ଇଗ୍ନୋର କଲେ, କେହି ଜଜ୍ କଲେ, ଆଉ କେହି ଶାନ୍ତିରେ ଚାଲିଗଲେ। ଦିନେ ସେ ସବୁଙ୍କ ଆଗରେ ହସୁଥିଲା, କିନ୍ତୁ ରାତିରେ ସେ ନିଜକୁ ନିଜେ ପଚାରୁଥିଲା, ମୁଁ ଏତେ ଖରାପ କି? ମୋ ସହିତ ଏମିତି କାହିଁକି ହେଉଛି? ମୋ ଜୀବନ କେବେ ଠିକ୍ ହେବ? ସେଇ ରାତି ଗୁଡ଼ିକରେ ତା ଆଖିରେ ନିଦ ନଥିଲା, କେବଳ ଚିନ୍ତା ଆଉ ନୀରବତା। ତେଣୁ ସେ ବାଇକ୍ ନେଇ ରାତିରେ ବାହାରୁଥିଲା। ଖାଲି ରାସ୍ତା, ଥଣ୍ଡା ହାୱା ଆଉ ଲମ୍ବା ରାଇଡ୍। କାହିଁକିନା ସେଠି ତାକୁ କେହି ଜଜ୍ କରୁନଥିଲେ, ସେଠି କେହି ତାକୁ ଭୁଲ ବି କହୁନଥିଲେ। ସେଠି ସେ ନିଜକୁ ନିଜେ ଫିଲ୍ କରିପାରୁଥିଲା। ଆଉ ଏକ ଦିନ ସେ ଗୋଟେ କଥା ବୁଝିଲା, ଜୀବନର ସବୁକିଛି ଭୁଲ ହେବା ମାନେ ଏଣ୍ଡ ନୁହେଁ, ସେଇଟା ଗୋଟେ ଟେଷ୍ଟ। ହୋଇପାରେ ଜୀବନ ତାକୁ ଷ୍ଟ୍ରଙ୍ଗ କରୁଛି, ହୋଇପାରେ ଏହି ପେନ୍ ତାକୁ ଫ୍ୟୁଚର ପାଇଁ ରେଡି କରୁଛି। କାହିଁକି ନା ସବୁଠୁ ଶକ୍ତିଶାଳୀ ଲୋକ ସେମାନେ ଯେଉଁମାନେ ସବୁଠୁ ଅଧିକ ପେନ୍ ଦେଖିଛନ୍ତି। ତେଣୁ ଯଦି ତୁମେ ଏହି ଭିଡ଼ିଓ ଦେଖୁଛ ଆଉ ତୁମକୁ ଲାଗୁଛି ଜୀବନରେ ସବୁକିଛି ଭୁଲ ହେଉଛି, ତାହେଲେ ଗୋଟେ କଥା ମନେ ରଖ, ତୁମେ ଏକା ନୁହେଁ। ତୁମେ ହାରିଯାଅ ନା, ତୁମେ ଲଢ଼ୁଛ, ଆଉ ଗୋଟେ ଦିନ ଏଇ ସବୁ କଷ୍ଟ ତୁମର ଷ୍ଟ୍ରେଂଥ ହେବ। ତେଣୁ ରହିବା ନୁହେଁ, ରାଇଡ୍ କରି ଚାଲ, କାହିଁକି ନା ତୁମର ଷ୍ଟୋରି ଏଇକ୍ଷଣି ଶେଷ ହୋଇନାହିଁ।